ଆସନ୍ତୁ ଜାଣିବା ଶ୍ରୀଜୀଉଙ୍କର ଟାହିଆ କିଏ ତିଆରି କରିଥାଏ। ଶ୍ରୀଜୀଉଙ୍କର ଟାହିଆ ଶ୍ରୀକ୍ଷେତ୍ରରେ ଥିବା ଏକ ମଠ ତିଆରି କରିଥାଏ ଏବଂ ସେହି ମଠର ନାଁ ହେଉଛି ରାଘବ ଦାସ ମଠ। କଥାରେ ଅଛି, ଆହେ ରାଘବ ଦାସେ କାଳିଆ ମଥାରେ ତୁମ ଟାହିଆ ହସେ। କେବେଠାରୁ ଏହି ଟାହିଆ ତିଆରି ଆରମ୍ଭ ହୋଇଥାଏ ଚାଲନ୍ତୁ ଜାଣିବା। ପରମ୍ପରା ମୁତାବକ ଅକ୍ଷୟ ତୃତୀୟା ଠାରୁ ଶ୍ରୀଜୀଉଙ୍କର ଟାହିଆ କାର୍ଯ୍ୟ ଆରମ୍ଭ ହୋଇଥାଏ। ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ମିଶାଇଲେ ସର୍ବମୋଟ 24 ଗୋଟି ଟାହିଆ ପ୍ରସ୍ତୁତ ହୋଇଥାଏ। ପ୍ରଥମେ ସ୍ନାନ ପୂର୍ଣ୍ଣିମା ଲାଗି 8ଟି ଟାହିଆ ପ୍ରସ୍ତୁତ ହୁଏ, ଯାହାକୁ ଶ୍ରୀଜୀଉମାନେ ସ୍ନାନ ମଣ୍ଡପକୁ ଆସିବା ଓ ଅଣସର ପିଣ୍ଡିକୁ ବିଜେ ସମୟରେ ପରିଧାନ କରିଥାନ୍ତି। ତାପରେ ରଥଯାତ୍ରା ପାଇଁ 8ଟି ଟାହିଆ ପ୍ରସ୍ତୁତ କରାଯାଇଥାଏ। ଶ୍ରୀମନ୍ଦିରରୁ ରଥ ଉପରକୁ ଗଲାବେଳେ 4ଟି ଓ ରଥରୁ ଗୁଣ୍ଡିଚା ମନ୍ଦିର ରତ୍ନସିଂହାସନକୁ ଗଲାବେଳେ ଆଉ 4ଟି ଟାହିଆ ବ୍ୟବହାର କରାଯାଇଥାଏ। ସେହିପରି ଭାବେ ଗୁଣ୍ଡିଚା ମନ୍ଦିରରୁ ରଥ ଉପରକୁ ଆସିବା ବେଳେ ଓ ନୀଳାଦ୍ରି ବିଜେରେ ରତ୍ନସିଂହାସନକୁ ବିଜେ କରିବା ବେଳେ ଆଉ 8ଟି ଟାହିଆ ମହାପ୍ରଭୁଙ୍କ ପହଣ୍ଡିରେ ବ୍ୟବହାର କରାଯାଇଥାଏ। ଏହିପରି ଭାବରେ ସର୍ବମୋଟ 24 ଗୋଟି ଟାହିଆ ବ୍ୟବହାର କରାଯାଇଥାଏ। ଚାଲନ୍ତୁ ଜାଣିବା ଟାହିଆ କେଉଁଥିରେ ତିଆରି କରାଯାଇଥାଏ। ବେତ, ବାଉଁଶ, ସୋଲ, ରଙ୍ଗଣୀ ଫୁଲ, କଦଳୀ ପଟୁକା, ଜରି, ପାଣି ରଙ୍ଗ, ପଇତା ସୂତା ଓ ତୁଳସୀରେ ଟାହିଆ ପ୍ରସ୍ତୁତ କରାଯାଇଥାଏ, ଯାହାର ଅଗ୍ରଭାଗରେ ଦୁବକେରା ଶୋଭା ପାଇଥାଏ। ଦେବସ୍ନାନ ପୂର୍ଣ୍ଣିମା, ଗୁଣ୍ଡିଚା ମନ୍ଦିର ବିଜେ, ବାହୁଡ଼ା ବିଜେ ବେଳେ ଅପେକ୍ଷାକୃତ ଛୋଟ ଟାହିଆ ବ୍ୟବହାର କରାଯାଉଥିବା ବେଳେ ରଥଯାତ୍ରା ଓ ନୀଳାଦ୍ରି ବିଜେରେ ବଡ଼ ଟାହିଆ ବ୍ୟବହାର କରାଯାଇଥାଏ। ଜୟ ଜଗନ୍ନାଥ।